ମୋର ପ୍ରତ୍ୟେକ ପିଲାଙ୍କ ଭିତରେ ଭଲ ଚିନ୍ତାଧାରା ଏବଂ ଭଲ ଭାବନା ରହୁ, ଏହା ମୋର ଇଚ୍ଛା ଅଟେ। ତୁମେ ଆଜିକାଲି ତୁମର ଔକାତ ବା ସମ୍ବଳ ବିଷୟରେ ଚିନ୍ତା କରୁଛ। ତେଣୁ ତୁମର ଔକାତ ବା ସମ୍ବଳ, ତୁମ ପାଖରେ କେତେ ଧନ ସମ୍ପତ୍ତି ଅଛି, ସେଥିରୁ ସ୍ଥିର କରାଯାଏ ନାହିଁ। ତୁମର ଚିନ୍ତାଧାରା, ଭାବନା, ଭଲ ବ୍ୟବହାର ଏବଂ ସେବାରୁ ହିଁ ନିର୍ଣ୍ଣୟ କରାଯାଏ। ତୁମର ଚିନ୍ତାଧାରାକୁ ସଠିକ୍ ଦିଶା ଦିଅ। ଯାହା ତୁମର ଆବଶ୍ୟକ ଏବଂ ଯାହା ତୁମ ପାଖରେ ଅଛି, ତାହା ପ୍ରତି ଧ୍ୟାନ ଦିଅ ଏବଂ ସେସବୁ ପାଇଁ ଧନ୍ୟବାଦ କର। ଯାହା ତୁମକୁ ମିଳିନାହିଁ ଏବଂ ଯାହା ତୁମେ ହରେଇ ବସିଛ, ସେଥିପାଇଁ ବା ସେ ବିଷୟରେ କେବେ ବି ଅଭିଯୋଗ କର ନାହିଁ। ବେଳେବେଳେ ତ ତୁମେ ଏତେ ଦୁଃଖୀ ହୋଇଯାଅ ଏବଂ ଦ୍ୱନ୍ଦ୍ୱରେ ପଡ଼ିଯାଅ ଏହା ଭାବିକି, ମୋ ସହିତ ଏସବୁ କ'ଣ ହେଉଛି ଏବଂ କାହିଁକି ହେଉଛି। ତେଣୁ ପିଲାମାନେ ଏତିକି ବୁଝିନିଅ ଯେ ଏସବୁ ମୋର ଲୀଳା ଅଟେ। ଏହି କଥାକୁ ଜାଣ, ଗ୍ରହଣ କର, ମାନ ଏବଂ ତୁମର ମନକୁ ଶାନ୍ତ ରଖ। ଯାହା ତୁମ ପାଖରେ ଅଛି, ମୋ ଚରଣରେ ରଖିଦିଅ ଏବଂ କୁହ ଯେ, ବାବା, ଯାହା ମୋ ପାଇଁ ଭଲ ଅଟେ, ମୋତେ ସେସବୁ ଦିଅନ୍ତୁ। ମୁଁ ଆପଣଙ୍କର ପ୍ରତ୍ୟେକ ନିଷ୍ପତ୍ତିରେ ସହମତ ହେବି। ଓମ୍ ସାଇ ରାମ, ଜୟ ସାଇ ରାମ।